ଓଡ଼ିଶାର ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମୋର ବିନମ୍ର ଅନୁରୋଧ, ବିଗତ କିଛି ଦିନ ତଳେ ଆମେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଛି ତାହାର ସମସ୍ତେ ସାକ୍ଷୀ ଆମେ ରହିଛୁ। ବର୍ତ୍ତମାନ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ଆଗାମୀ ଜୁନ 9 ତାରିଖରେ ପ୍ରତ୍ୟେକ ଜିଲ୍ଲାର ମୁଖ୍ୟାଳୟରେ ଏକ ଧାରଣା ପ୍ରଦର୍ଶନ କରାଯିବ। ମୁଁ ଓଡ଼ିଶାର ମହାସଚିବ ହିସାବରେ ଆପଣମାନଙ୍କୁ ନିବେଦନ କରୁଛୁ, ଦୟାପୂର୍ବକ ସହଯୋଗ କରନ୍ତୁ ଏବଂ ଆପଣମାନେ ବ୍ୟକ୍ତିଗତ ଭାବରେ ଆସି ଜିଲ୍ଲା କଲେକ୍ଟରଙ୍କ ନିକଟରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ତରଫରୁ ଏକ ସ୍ମାରକପତ୍ର ଦେଶର ମୁଖ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ। ଏଥିରେ ଆମର ଐକ୍ୟତା ଏବଂ ଆମର ସଂଘବଦ୍ଧ ତାର ଅଭିନ୍ନ ଅଙ୍ଗ ଆମେ ପ୍ରଦର୍ଶନ କରିପାରିବା ଯେ ଆମେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଓଡ଼ିଶାରେ ଏକ। ଯଦି କୌଣସି କୋଣରେ କୌଣସି ଖ୍ରୀଷ୍ଟିଆନର କିଛି ଅସୁବିଧା ହୁଏ, ନିର୍ଯାତନା ହୁଏ, ତାହେଲେ ସାରା ଓଡ଼ିଶାର ଖ୍ରୀଷ୍ଟିଆନ ଆମେ ଏକତ୍ରିତ ଅଛୁ, ରହିବୁ ଏବଂ ସେମାନଙ୍କ ସଙ୍ଗରେ ଠିଆ ହୋଇ ସବୁଦିନ ପାଇଁ ରହିବୁ। ଏହା ହିଁ କାମନା କରି ଆପଣମାନଙ୍କୁ ଅନୁରୋଧ କରୁଛି। ଧନ୍ୟବାଦ। ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ମୁଁ ଗୋଟେ ବ୍ରେକିଂ ନ୍ୟୁଜ୍ ମଧ୍ୟ ଦେବା ପାଇଁ ଚାହୁଁଅଛି। ଆସନ୍ତା ଜୁନ ମାସ 9 ତାରିଖ ଦିନ ଏକ ବହୁତ ବଡ଼ ଖ୍ରୀଷ୍ଟିଆନ ରାଲି ହେବା ପାଇଁ ଯାଉଅଛି। ତେବେ ହୁଏତ ଆପଣମାନେ ପଚାରିପାରନ୍ତି ଯେ ଏ ରାଲି କ'ଣ ପାଇଁ ହେଉଅଛି। ଯେ এই ରାଲି ରଖାଯିବାର ତା'ର କାରଣ ହେଉଛି ଯେ ଆପଣମାନେ ତ ଜାଣିଥିବେ ଆମର ଭାରତବର୍ଷରେ ଆମର ଖ୍ରୀଷ୍ଟିଆନ ଲୋକମାନଙ୍କ ପ୍ରତି ଯେଉଁଭଳି ଭାବରେ ତାଡ଼ନା ଏବଂ ଅତ୍ୟାଚାର ବଢ଼ି ବଢ଼ି ଚାଲିଅଛି। ଆଉ ଖାସ୍ କରି ଏହି କାରଣ ନିମନ୍ତେ ଏହି ରାଲିଟି ରଖାଯାଇଅଛି, ଏକ ଖ୍ରୀଷ୍ଟିଆନ ରାଲି। ଆଉ ଜୁନ ମାସ 9 ତାରିଖ ଆପଣ ଏମିତି ବି ନାମକରଣ ଆପଣ କରିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଯଦି ଏହି ରାଲିରେ ଯୋଗଦାନ କରିପାରନ୍ତି ତେବେ ସବୁଠୁ ଭଲ ହେବ, ବହୁତ ଭଲ ହେବ। କାରଣ ଅନେକ ଲୋକମାନେ ଆମର ଓଡ଼ିଶାର କୋଣ ଅନୁକୋଣରୁ ବହୁତ ଖ୍ରୀଷ୍ଟିଆନ ଲୋକମାନେ ସେମାନେ ଆସିବେ, ଯୋଗଦାନ କରିବେ ଏ ରାଲିରେ। ଆଉ ଏ ରାଲିର ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେପରି ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ହେଉଥିବା ତାଡ଼ନା ଏବଂ ଅତ୍ୟାଚାରକୁ ଯେମିତି ବନ୍ଦ କରାହେବ, ସେଥି ନିମନ୍ତେ ଏହା ହେଉଛି ଏକ ଛୋଟ ପ୍ରୟାସ, ଛୋଟ ଚେଷ୍ଟା ଆପଣ କହିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ବହୁତ କିଛି ବିଷୟ ଘଟିଯାଇଛି ବିଗତ ଦିନମାନଙ୍କରେ। ଆପଣମାନେ ଜାଣିଥିବେ ବିନା ଦୋଷରେ ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ ଧର୍ମ ପରିବର୍ତ୍ତନର ଆରୋପ ଲଗାଇ ଦିଆଯାଏ। ଆଉ ବିନା ଦୋଷରେ ସେମାନଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼େ। ଆଉ ଏହାରି ପଛରେ ରହିଛନ୍ତି ଆମମାନଙ୍କର ଖ୍ରୀଷ୍ଟ ବିରୋଧୀ ଦଳଗୁଡ଼ିକ। ଆପଣ ଯଦି ଜାଣିଥିବେ ତେବେ ଭଲ କଥା, ଯଦି ନ ଜାଣିଥିବେ ମୁଁ କହିଦେଉଛି। ଯେପରିକି ଆମମାନଙ୍କର ବଜରଙ୍ଗ ଦଳ ହେଉ, RSS ଦଳ ହେଉ, କିମ୍ବା ଏହି ଦଳ ନାଁରେ ଅନ୍ୟ କିଛି ଦଳଗୁଡ଼ିକ ମଧ୍ୟ ଅଛନ୍ତି, ଯେଉଁମାନେ କି ଯେଉଁ ଜାଗାରେ ପ୍ରାର୍ଥନା ଏବଂ ଉପାସନା ହୁଏ ସେ ଜାଗାରେ ଯାଇକି ଏମାନେ କ'ଣ କରନ୍ତି, ହଙ୍ଗାମା କରନ୍ତି, ଏମାନେ ଗଣ୍ଡଗୋଳ କରନ୍ତି ଆଉ ଦଙ୍ଗା ସୃଷ୍ଟି କରନ୍ତି। ତେବେ ଦଙ୍ଗା ସୃଷ୍ଟି କରନ୍ତି କେଉଁମାନେ? ଏଇଭଳି ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ଦଙ୍ଗା ସୃଷ୍ଟି କରିଥାନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହା ହେଉଛି ଆମମାନଙ୍କର ଏକ ଛୋଟ ପ୍ରୟାସ, ଛୋଟ ଚେଷ୍ଟା, ଯେପରିକି ଆମେମାନେ ଏଇଭଳି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଜବାବ ଦେଇପାରିବ। ତା ସହିତ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଯେଭଳି ଆମେମାନେ ବିରୋଧ କରିପାରିବା। ତେବେ ଏଇଟା ହେଉଛି ଆମର ଏକ ପ୍ରୟାସ ଅଟେ। ତେବେ ମୁଁ ତ ଚାହିଁବି ଆପଣମାନେ ଅଧିକ ସଂଖ୍ୟକ ଆସିକି
ଯୋଗଦାନ କରନ୍ତୁ ଏହି ଖ୍ରୀଷ୍ଟିଆନ ରାଲିରେ। ଏବେ ହୁଏତ ଅନେକ କମେଣ୍ଟ କରିପାରନ୍ତି ଯେ ତାଡ଼ନା ତ ଏକ ଖ୍ରୀଷ୍ଟିଆନ ଜୀବନରେ ଅଛି, ଏକ ଖ୍ରୀଷ୍ଟିଆନ ଜୀବନରେ ତାଡ଼ନା ସ୍ୱାଭାବିକ, ଆଉ ତାଡ଼ନା ନିହାତି ଆସିବ ଜଣେ ଖ୍ରୀଷ୍ଟିଆନ ଜୀବନରେ। ତେବେ ଆମେ କାହିଁକି ଏ ସମସ୍ତ କାମ ଆମେ କରିବୁ? ତେବେ ପ୍ରିୟ ବନ୍ଧୁଗଣ, ବାଇବଲରେ ତ ଲେଖା ଅଛି ତାଡ଼ନା ହେବ, କିନ୍ତୁ ତା ସହିତ ଲେଖା ଅଛି ସର୍ପ ପରି ଚତୁର ଏବଂ କପଟ ପରି ଅହିଂସ୍ରକ ହେବା ନିମନ୍ତେ ମଧ୍ୟ ବାଇବେଲରେ ଲେଖାଯାଇଛି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେମାନେ ଯାହା ବି କିଛି କରିବା ତା ବାଇବେଲ ବିରୁଦ୍ଧ ନୁହଁ। ଏହା ହେଉଛି ବାଇବେଲ ଦ୍ୱାରା ଅନୁମୋଦିତ, ଆଉ ପ୍ରଭୁଙ୍କର ବାକ୍ୟ ଆମକୁ ଅନୁମତି ପ୍ରଦାନ କରେ। ଆଉ ପ୍ରଭୁ ଯୀଶୁ ମଧ୍ୟ ନିଜେ କହିଲେ, ତୁମେମାନେ ସମଗ୍ର ଜଗତକୁ ଯାଇ ତୁମେମାନେ କ'ଣ କର? ସୁସମାଚାର ପ୍ରଚାର କର, ତା ସହିତ ତୁମେ ଶିଷ୍ୟ କର, ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏ ଜଗତରୁ ବିଦାୟ ନେଲେ, ଆଉ ସେତେବେଳେ ସେ ନିଜ ଶିଷ୍ୟମାନଙ୍କୁ କହିଦେଇଗଲେ ଯେ ତୁମେମାନେ କ'ଣ କର? ମୋହର ସୁସମାଚାରକୁ ନେଇକି ପୃଥିବୀର କୋଣ ଅନୁକୋଣରେ ତୁମେମାନେ ପ୍ରଚାର କର। ଆଉ ଯଦି ଆମେମାନେ ଆଇନ ହିସାବରେ ଦେଖିବା, ଆଉ ଏଇଟା ମୁଁ ବାରମ୍ବାର କହି ଆସୁଛି, ଏବେ ମଧ୍ୟ ମୁଁ କହୁଛି, ଯଦି ଆମେ ଆଇନ ହିସାବରେ ଦେଖିବା, ଆଇନରେ ମଧ୍ୟ ଆମମାନଙ୍କୁ ଅଧିକାର ଦିଆଯାଇଛି ଯେ ଆମେମାନେ କ'ଣ କରିପାରିବା? ନିଜର ବିଶ୍ୱାସକୁ ଆମେମାନେ ପ୍ରଚାର କରିପାରିବା, ଅନ୍ୟମାନଙ୍କୁ ଆମେ ଦେଖାଇ ପାରିବା, ଆଉ ନିଜର ରିଲିଜନ୍ ବା ନିଜର ଧର୍ମ ବିଷୟରେ ଆମେମାନେ ପ୍ରଚାର କରିପାରିବା। ଭାରତୀୟ ସମ୍ବିଧାନ ଧାରା 25, ଏ ସମ୍ବିଧାନର ଧାରା 25 ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର ଧର୍ମ ପ୍ରଚାର କରିପାରିବେ। ଆଉ ଏଇ ଆର୍ଟିକଲ ଅନୁସାରେ ଜଣେ ନିଜର ଧର୍ମ ମଧ୍ୟ ପରିବର୍ତ୍ତନ କରିପାରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଯଦି ଜଣେ ହିନ୍ଦୁ ଚାହିଁବ ସେ ଖ୍ରୀଷ୍ଟିଆନ ହୋଇପାରିବ, ଜଣେ ମୁସଲିମ ଚାହିଁଲେ ହିନ୍ଦୁ ହୋଇପାରିବ। ତେବେ ଆମ ଭାରତ ସମ୍ବିଧାନରେ ସମାନ ଅଧିକାର ଦିଆହେଇଛି। ସମସ୍ତେ କ'ଣ କରିପାରିବେ? ନିଜର ଧର୍ମକୁ ସେମାନେ ପ୍ରସାର କରିପାରିବେ, ନିଜର ଧର୍ମ ଅନୁଷ୍ଠାନ ସେମାନେ ତିଆରି କରିପାରିବେ। କିନ୍ତୁ କ'ଣ ହେଉଛି ପ୍ରିୟ ବନ୍ଧୁଗଣ, ଆଜିକାଲି ଏହି ଅଧିକାର ଆମକୁ ମିଳୁନାହିଁ, ଆମମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯେପରି ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଏବଂ ଭଉଣୀମାନଙ୍କୁ ସେମାନଙ୍କର ଏହି ଅଧିକାର ସମ୍ପୂର୍ଣ୍ଣ ଭାବରେ ମିଳିବାକୁ ପାରିବ, ସେଥି ନିମନ୍ତେ ଏହି ରାଲି ରଖାଯାଇଅଛି। ତେଣୁ ଆପଣମାନେ ଆସନ୍ତୁ, ଆଉ ଆପଣମାନେ ଆସିକି ବହୁ ସଂଖ୍ୟାରେ ଆପଣମାନେ ଯୋଗଦାନ କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ଆଉ ବର୍ତ୍ତମାନ ମୁଁ ଏଇଠି ରହିଲି, ପୁଣି ଦେଖା ହେବ ଆସନ୍ତାକାଲି ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର।